ଆରେ ଯୋଉମାନେ ହିନ୍ଦୁ ରାଷ୍ଟ୍ର କରିବା ପାଇଁ ଏତେ ଜୋରେ ଚିଲେଇକି ଗଳା ଫଟେଇକି ଚିତ୍କାର କରୁଛ, ଏଠି ପରା ହିନ୍ଦୁର ବିରୋଧୀ। ଆଜ୍ଞା ଏଇଠି ଆଜ୍ଞା ଜାତି ପ୍ରଥା ଏବେ ବି ଚାଲିଛି। ଏଇଠି ଆଜ୍ଞା ହିନ୍ଦୁକୁ ହିନ୍ଦୁ ବି ଘୃଣା କରୁଛି। ଆଜ୍ଞା ମୁଁ କହୁନି, ଏଇଠି ଦେଖ କିଭଳି ଭାବରେ ବ୍ୟତିକ୍ରମ ଘଟିଛି। ମୁଁ ଶର୍ମିଷ୍ଠା ସେଠୀ, ମୁଁ ନୂଆଗାଁ ଅଙ୍ଗନବାଡ଼ି କେନ୍ଦ୍ରର ସହାୟିକା। ମୋର ନଭେମ୍ବର 20ରେ ଜଏନିଂ ହୋଇଥିଲା। ତ ସେବେଠାରୁ ଆମ ଗାଁକୁ କୌଣସି ପିଲାମାନଙ୍କୁ ସେମାନେ ଛାଡ଼ୁନାହାନ୍ତି। ଗାଁ ଲୋକମାନେ, ମୁଁ ତାଙ୍କ ଘରକୁ ଯାଇଥିଲି, ରିକ୍ୱେଷ୍ଟ କରିଥିଲି, କାନ୍ଦିଥିଲି ମଧ୍ୟ। ଗରିବ ପିଲାଟେ, ଆପଣମାନେ ଟିକେ ମୋତେ ଇଏ କରନ୍ତୁ। ମୁଁ ପକେଇଛି, ତ ଆଉ ବି କେହି ପକେଇ ନଥିଲେ। ତ ମୁଁ ଏବେ ଯେମିତି ପକେଇଛି, ମୁଁ ଏକୁଟିଆ ପକେଇଥିଲି, ଆଉ କେହି ବି ଆମ ଗାଁରେ ପକେଇ ନଥିଲେ। ତ ସେଥିପାଇଁ ମଧ୍ୟ ସେମାନେ ମୋତେ ବିରୋଧ କରୁଛନ୍ତି କି ସେମାନେ କହୁଛନ୍ତି କି ତୁ ସିଭିଲ୍ କାଷ୍ଟ ପିଲା, ତ ସେଥିପାଇଁ ଆମେ ତୁ ପଢ଼େଇଲେ ଆମେ ପଢ଼ିବୁନି, କି ଆମେ ଛତୁଆ ମତା କିଛି ବି ନେବୁନି, ତ ପିଲାମାନଙ୍କୁ ଆମେ ଛାଡ଼ିବୁନି, ତମେ ତମର ଯାହା କରୁଛ କର। ତ ସେଥିପାଇଁ ମୁଁ ସମସ୍ତଙ୍କୁ ଦୁଆର ଦୁଆର କରି ଡାକିଥିଲି ମଧ୍ୟ, କିନ୍ତୁ ସେମାନେ କେହି ଛାଡ଼ୁନାହାନ୍ତି କି ସେମାନେ କେହି ବି ଆସୁନାହାନ୍ତି। ଆଉ ଆମେ ଆମ ୱାର୍କର ମୋର ଆମେ ଅଙ୍ଗନବାଡ଼ି ସେଣ୍ଟର ଖୋଲି ସବୁବେଳେ ବସୁଛୁ। ଆରେ ପ୍ରଥମେ ଜାତି ପ୍ରଥା ଦୂର କର, ତାପରେ ହିନ୍ଦୁ ରାଷ୍ଟ୍ର କରିବା ପାଇଁ ମନରେ ଭାବ।